ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ଲୀଳା ଭିତରେ ରହିଛି ପଟିଦିଅଁ ଉପାସନା ବିଧି। ଅଣସର ସମୟରେ ଅଣସର ଗୃହରେ ଦାରୁମୂର୍ତ୍ତିମାନଙ୍କ ବଦଳରେ ପଟିଦିଅଁଙ୍କୁ ଉପାସନା କରାଯାଏ। ବଳଭଦ୍ରଙ୍କ ପଟିଦିଅଁଙ୍କୁ ବାସୁଦେବ, ଦେବୀ ସୁଭଦ୍ରାଙ୍କ ପଟିଦିଅଁଙ୍କୁ ଯାଜ୍ଞସେନୀ ବା ଭୁବନେଶ୍ୱରୀ, ଏହା ସହିତ ଶ୍ରୀ ଜଗନ୍ନାଥଙ୍କ ପଟିଦିଅଁଙ୍କୁ ନାରାୟଣ ଭାବରେ ପୂଜା କରାଯାଇଥାଏ। ଦାରୁମୂର୍ତ୍ତିମାନେ ରତ୍ନସିଂହାସନରେ ଯେଉଁ ରୂପରେ ପୂଜା ପାଆନ୍ତି, ପଟ୍ଟଚିତ୍ରଗୁଡ଼ିକ ସେହି ଆକୃତିର ହୋଇନଥାଏ। ସମସ୍ତ ଦିଅଁ ଚତୁଃହସ୍ତ ଓ ଦୁଇପଦ ବିଶିଷ୍ଟ ହୋଇ ପଦ୍ମାସନରେ ବସିଥାନ୍ତି। ବଳଭଦ୍ରଙ୍କ କଳେବର ଧଳା ରଙ୍ଗରେ ରଙ୍ଗାଇ ଦିଆଯାଇଥାଏ। ଚାରି ହାତରେ ସେ ଧରିଥାନ୍ତି ଶଙ୍ଖ, ଚକ୍ର, ଗଦା ଓ ହଳ। ହରିଦ୍ରା ବର୍ଣ୍ଣା ସୁଭଦ୍ରା ଦୁଇ ଊର୍ଦ୍ଧ୍ୱହସ୍ତରେ ପଦ୍ମ ଧରିଥାନ୍ତି ଏବଂ ନିମ୍ନହସ୍ତ ଦୁଇଟିରେ ଥାଏ ବରଦ ମୁଦ୍ରା। କଳା ରଙ୍ଗରେ ଚିତ୍ରିତ ଜଗନ୍ନାଥ ଚାରି ହାତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧରିଥାନ୍ତି। ସମସ୍ତ ଦେବତାମାନଙ୍କର ପୃଷ୍ଠପଟ ଗାଢ଼ ନାଲି ରଙ୍ଗରେ ରଙ୍ଗାଇ ହୋଇଥାଏ। ଅଣସର ପଟି ତିନୋଟିକୁ ବଂଶାନୁକ୍ରମେ ଚିତ୍ରକରମାନେ ଖୁବ୍ ନିଷ୍ଠାର ସହିତ ପ୍ରସ୍ତୁତ କରନ୍ତି। ଚିତ୍ର କରିବା ସମୟତକ ସେମାନେ ନିରାମିଷ ଭୋଜନ ଗ୍ରହଣ କରିଥାନ୍ତି। କାମ ଚାଲିଥିବା କୋଠରୀକୁ ମହିଳାମାନଙ୍କ ପ୍ରବେଶ ନିଷେଧ ଥାଏ। ଚିତ୍ର ପାଇଁ ଧଳା ରଙ୍ଗ ଶଙ୍ଖଚୂର୍ଣ୍ଣରୁ ପ୍ରସ୍ତୁତ ହୋଇଥିବା ବେଳେ କଳା ରଙ୍ଗ ନିମନ୍ତେ ପୋଲାଙ୍ଗ ଦୀପର କଳା, ହିଙ୍ଗୁଳରୁ ନାଲି, ହରିତାଳରୁ ହଳଦିଆ ଓ ଖଣ୍ଡନୀଳରୁ ନୀଳ ରଙ୍ଗ ପ୍ରସ୍ତୁତ କରାଯାଇଥାଏ। ପୂର୍ଣ୍ଣମୀ ଦିନ ଗଭୀର ରାତ୍ରିରେ ବାଇଦ ବାଜଣା ସହିତ ଚିତ୍ରକରମାନେ ଅଣସର ପଟିଗୁଡ଼ିକୁ ଶ୍ରୀମନ୍ଦିରକୁ ଆଣିଥାନ୍ତି। ଆଷାଢ଼ ପ୍ରତିପଦାରୁ ଅମାବାସ୍ୟା ଯାଏ ଏକ ପକ୍ଷ ପର୍ଯ୍ୟନ୍ତ ଏହି ପଟିଦେବତାଙ୍କ ଆଗରେ ଭୋଗ କରାଯାଇଥାଏ। ଅଣସର ଘରେ ଠାକୁରମାନଙ୍କୁ ପଣା, ଚକଟା ଭୋଗ ଆଦି କରାଯାଉଥିବା ବେଳେ ପଟିଦିଅଁଙ୍କୁ ଅନ୍ନ ଭୋଗ କରାଯାଇଥାଏ। ଏହି ଅଣସର ସମୟରେ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଭକ୍ତମାନେ ବ୍ରହ୍ମଗିରିଠାରେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିଥାନ୍ତି।